ଆପଣ କହୁଛନ୍ତି ଯେ ରାତିରେ ଆପଣଙ୍କୁ ଏମିତି ଡରାବନା ବାଲା କୌଣସି ପରିସ୍ଥିତି ସୃଷ୍ଟି ହୁଏ, ମନ ଭିତରେ ଆକୁଳ ନିବେଦନ ଆସେ, ଆପଣ କାନ୍ଦନ୍ତି, ଛିଡ଼ା ହେଇକି ଦେଖନ୍ତି, ମଶାଣିରେ ବୁଲିବାକୁ ପସନ୍ଦ କରନ୍ତି। ଏସବୁ ସତ୍ତ୍ୱେ ମଧ୍ୟ ଆପଣ ବିଜ୍ଞାନର ଛାତ୍ର, ଯୋଉଟା କଣ୍ଟ୍ରାଡିକ୍ଟ ହେଉଛି, ଯୋଉଠି ସ୍ପିରିଚୁଆଲିଟି ଆଉ ବିଜ୍ଞାନ ଦୁଇଟା ଅପୋଜିଟ୍ ଇଞ୍ଜିନ୍, ଦୁଇଟା ଆଟ୍ ଏ ଟାଇମ୍ ଷ୍ଟାର୍ଟ ହେଇପାରନ୍ତିନି। ଆପଣ ବିଜ୍ଞାନର ଛାତ୍ର ହେଲେ, ପୁଣି ବିଜ୍ଞାନରୁ ଆଧ୍ୟାତ୍ମ ଆଡ଼କୁ, ତନ୍ତ୍ର ସାଧନା ଆଡ଼କୁ ମନ ବଳେଇଲେ, କୋଉଠି ଲାଗିଲା ଯେ ବିଜ୍ଞାନ ଦ୍ୱାରା ଏଇଟା ମୋର ସାଧିତ ହବନି? ଆକ୍ଚୁଆଲି ତନ୍ତ୍ରଟା ହଉଛି ବିୟଣ୍ଡ ସାଇନ୍ସ। ମୁଁ ଆଜିକାର ଯୁବପିଢ଼ି ଆଉ ମାଇଣ୍ଡ ସେଟ୍ ଯେମିତି ମଣିଷମାନଙ୍କର ହେଲାଣି, ସେମାନେ କିଛି ଜିନିଷକୁ ରିସିଭ୍ କରିବାକୁ ବି ନାରାଜ। ଆଜ୍ଞା, ମାନେ ବିଜ୍ଞାନ ନେଇକି ତାଙ୍କ ମୁଣ୍ଡ ଭିତରେ ଏମିତି ଚିନ୍ତାଧାରା ଯେ ଯୋଉମାନେ ତର୍କ କରନ୍ତି, ଯୋଉମାନେ ବିଜ୍ଞାନକୁ ବେଶୀ ପ୍ରାୟୋରିଟି ଦିଅନ୍ତି, ସେମାନେ ଆଡଭାନ୍ସ। ଆଜ୍ଞା, କିନ୍ତୁ ଯୋଉଟା କି ସମ୍ପୂର୍ଣ୍ଣ ଭୁଲ। ଆଜ୍ଞା, କାହିଁକି ନା ମୁଁ ବି ସେ ବିଜ୍ଞାନ ଷ୍ଟେଜ ଦେଇକି ଆସିଛି। ଆଜ୍ଞା, ବିଜ୍ଞାନରେ କୌଣସି ଜିନିଷ କନଷ୍ଟାଣ୍ଟ ରୁହନି, ଥ୍ରୁ ଟାଇମ୍ ସେ ଚେଞ୍ଜ ହେଇଯାଏ। ଆଜ୍ଞା, କିନ୍ତୁ ତନ୍ତ୍ର କ୍ଷେତ୍ର, ତନ୍ତ୍ର ମାର୍ଗ, ସାଧନା, ପୂଜା ପାଠ, ଇଏ ବିଜ୍ଞାନକୁ ତା ଅଣ୍ଡରରେ ରଖିଛି, ଯୋଉଟା କି ଆମେ ଜାଣିପାରୁ ନାହିଁ। ଆଜ୍ଞା, ଆମ ମାଇଣ୍ଡ ଏତେ ବି ଡେଭଲପ ହେଇନି, ଆମେ ତନ୍ତ୍ରଟାକୁ କିଛି କେହି ବି ଆମେ କେତେବେଳେ ଭାବୁନେ ଯେ ମୁଁ 15 ମିନିଟ୍ ବସିକି ସାଧନା କରିବି କି 15 ମିନିଟ୍ ବସିକି ମନ୍ତ୍ର ଜପ କରିବି। ବଟ୍ ଲୋକମାନଙ୍କର ମାଇଣ୍ଡ ସେଟ୍ ହେଇଗଲାଣି, ମୁଁ 15 ମିନିଟ୍ ଯଦି ରିଲାକ୍ସ ହଉଛି ରିଲ୍ ଦେଖିବି, ବାହାରେ ଯାହା ଦେଖାଯାଉଛି ମୁଁ ତାକୁ ହିଁ ରିଲ୍ ଦେଖିବି, ରିଲ୍ ବନେଇବି, ଯୋଉଥିରେ ମଣିଷ ପ୍ରୋଗ୍ରେସ କରୁନି, ଆଡଭାନ୍ସ ହଉନି, ସେ ଡେଷ୍ଟ୍ରୟ ହିଁ ହଉଛି, ନିଜ ଏନର୍ଜିକୁ ଡେଷ୍ଟ୍ରୟ କରୁଛି। ଯାହା ଫଳରେ କି ଗୋଟେ ଟାଇମରେ ଆପଣ ଦେଖିଥିବେ ଆମ ପ୍ୟାରେଣ୍ଟସ୍ ମାନଙ୍କ ଟାଇମରେ ସେମାନେ ଓଲ୍ଡ ଏଜ୍ ପର୍ଯ୍ୟନ୍ତ ବି ବହୁତ ଷ୍ଟ୍ରେନ୍ଥ ରହୁଥିଲେ। ଆଜ୍ଞା, ବଟ୍ ଏବେ କଣ 40 ଏଜ୍ ରେ ବି ଡାଇବେଟିସ୍, ବିପି ସବୁ ବାହାରିଲାଣି, ବିକଜ ଅଫ୍ ଆୱାର ଆକ୍ଟିଭିଟିଜ୍, ଡେଷ୍ଟ୍ରୟଡ୍ ମାଇଣ୍ଡସେଟ୍। ଆମେ ଯୋଉ ଭଳିଆ ଲାଇଫ ଷ୍ଟାଇଲକୁ ମେଣ୍ଟେନ୍ କରୁଛେ, ସେଥିପାଇଁ ଆମକୁ ଏ ପରିସ୍ଥିତି। ତେଣୁ ଆମ ସନାତନ ଧର୍ମରେ ଆଜ୍ଞା ତନ୍ତ୍ର ବହୁତ ବଡ ଜିନିଷ, ସାଇନ୍ସ ଟୁ ବିୟଣ୍ଡ। ତନ୍ତ୍ରରେ ଯେତେବେଳେ ଜଣେ ସାଧନା କରେ, ଯୋଉମାନେ ତାନ୍ତ୍ରିକ କିମ୍ବା ଯୋଉମାନେ ସାଧକ ସାଧିକା, ସେମାନେ ହିଁ ମୋ ୱାର୍ଡସକୁ କ୍ୟାଚ୍ କରିପାରିବେ